ବୁର୍ଲା ଥାନାର ଇନ୍ସପେକ୍ଟର ସନ୍ତୋଷ କୁମାର କେସ୍ ଆଉ ବୁର୍ଲା ଥାନାର ପୁଲିସ ଷ୍ଟାଫ ସେମାନେ ପେଟ୍ରୋଲିଂ କରୁଥିଲେ ଏବଂ ଆଜି ସକାଳ ଭୋର 4:45 ସମୟରେ ସେମାନେ ପେଟ୍ରୋଲିଂ କଲା ବେଳେ ଖବର ପାଇଲେ ଯେ ସମ୍ବଲପୁର ଆଡୁ ବୁର୍ଲା ଆଡକୁ ଗୋଟେ ମାରୁତି ସ୍ୱିଫ୍ଟ ଡିଜାୟାର କାର ଯାହାର ନମ୍ବର ହେଲା OD 284278 ସେ କାରରେ ବହୁଳ ପରିମାଣର କଫ୍ ସିରପ ଇଲିଗାଲ ଟ୍ରାନ୍ସପୋର୍ଟେସନ ହଉଛି। ଏ ଖବର ପାଇ ସେମାନେ କିରବା ଛକରେ ଜଗି ରହିଥିଲେ ଏବଂ ସେ କାର ଆସୁଥିବାର ଦେଖିକରି ଇନଫର୍ମେସନ ଅନୁସାରେ ସେମାନେ କାରକୁ ଅଟକାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ସେ କାର ନ ଅଟକିକି ସେ ଆଗକୁ ମାଡି ଚାଲିଲା ଏବଂ ତାକୁ ସେମାନେ ଚେଞ୍ଜ କଲେ। ଚେଞ୍ଜ କରିକି ଅନୁରାଧା ହଲ୍ ରେସିଡେନ୍ସି ଅଛି କିରବା ଛକରେ, ସେ ପାଖାପାଖି ସେ କାରକୁ ସେମାନେ ଧରିବା ପାଇଁ ସକ୍ଷମ ହେଲେ। ସେ କାରରେ 3 ଜଣ ଲୋକ ବସିଥିଲେ, ଜଣେ ଡ୍ରାଇଭର ଏବଂ 2 ଜଣ, ଏବଂ ସେ 3 ଜଣ ଯାକ ମଧ୍ୟ ଧରା ହେଲା ଏବଂ ସେ କାର ଦ୍ୱାରା ଯାଞ୍ଚ କରାହେଲା। ସେଥିରେ 4ଟା ବ୍ୟାଗ ଥିଲା। ସେ ବ୍ୟାଗରେ ବାକି 1200 କଫ୍ ସିରପ ବୋଟଲ, ଏସ୍କଫ୍ କଫ୍ ସିରପ ତାକୁ କହୁଛନ୍ତି, ଏବଂ 100 ml ଗୋଟେ ଗୋଟେ ବୋଟଲର କ୍ୱାଣ୍ଟିଟି ହେଲା 100 ml। 1200ଟି ବୋଟଲ ରିକଭରି ହେଲା ଏବଂ ସେଥିରୁ ତାଙ୍କୁ ଯେତେବେଳେ ପଚରା ହେଲା ସେମାନେ ସୋର୍ସଟା ଯୋଉ ଅଛି କଟକରୁ ସେମାନେ ଆଣିଛନ୍ତି ବୋଲି ସ୍ୱୀକାର କଲେ ଏବଂ ଏଟା ଇଲିଗାଲ ଟ୍ରାନ୍ସପୋର୍ଟେସନ କରିଥିଲେ ଏବଂ ଏ ସହରରେ ବିଭିନ୍ନ ସେମାନେ ସପ୍ଲାଇ କରିଥାନ୍ତେ ଏବଂ ସେମାନଙ୍କୁ ଗିରଫ କରାଯାଇଛି 3 ଜଣଙ୍କୁ। ସେ 3 ଜଣ ନାଁ ହେଲା ବିକି ଏଲଏସି ବିକ୍ରମ ପଞ୍ଚବୀର, ବିକି ଏଲଏସି ବିକ୍ରମ ପଞ୍ଚଭାୟା, ନେକ୍ସଟ ଆସିଲା ପାଣ୍ଡୁ ଏଲଏସି ରାଜେଶ ପଟ୍ଟନାୟକ और टिकेना साहू। टिकेना साहू घर संबलपुर बुला एरिया। पांडु और राजेश पट्टनायक घर पट्टनायक पड़ा और विकी घर है वनार कॉलोनी आयर कॉलोनी। तो सेमान को गिरफ्त कर जो कार को मतलब जबत कर इनवल्व अच्छी कार को जबत करने जो 1200टी कफ सिरप बोतल को मतलब सीजर कर सहित 3टी मोबाइल फोन सीजर कराई केस तदंत चली।